ଯାଦବ ମାଧବ କେଶବ ସୌରେ ଶ୍ରୀଧର ସୁନ୍ଦର କୃଷ୍ଣ ମୁରାରେ ତାରୟ ତାରୟ ହରମ ପାପଂ ତ ପ୍ରଣମାମୀନ ବାଳ ଗୋପାଳମ୍। ଭଗବାନ ଶ୍ରୀକୃଷ୍ଣଙ୍କର ଅନେକ ନାଁ ରହିଛି। ଶ୍ୟାମ, ମୋହନ, ବଂଶୀଧର, କାହ୍ନା ଏପରି ଅନେକ। କିନ୍ତୁ ଏସବୁ ମଧ୍ୟରୁ ଅତି ପ୍ରସିଦ୍ଧ ନାମ ହେଉଛି ଲଡୁ ଗୋପାଳ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆଜିର ବିଷୟବସ୍ତୁ ହେଉଛି ଶ୍ରୀକୃଷ୍ଣଙ୍କୁ କାହିଁକି ଲଡୁ ଗୋପାଳ କୁହାଯାଏ। ବହୁ ସମୟ ପୂର୍ବେ ବ୍ରଜଭୂମିରେ ଶ୍ରୀକୃଷ୍ଣଙ୍କର ଜଣେ ପରମ ଭକ୍ତ ରହୁଥିଲେ, ଯାହାଙ୍କ ନାମ ଥିଲା କୁମ୍ଭନ ଦାସ। କୁମ୍ଭନ ଦାସଙ୍କ ପାଖରେ ଶ୍ରୀକୃଷ୍ଣଙ୍କ ବଂଶୀ ବଜାଉଥିବାର ଏକ ବିଗ୍ରହ ବା ମୂର୍ତ୍ତି ଥିଲା। ସେ ସବୁବେଳେ ପ୍ରଭୁଙ୍କ ଭକ୍ତିରେ ଲୀନ ରହୁଥିଲେ ଏବଂ ସମ୍ପୂର୍ଣ୍ଣ ନିୟମର ସହ ଶ୍ରୀକୃଷ୍ଣଙ୍କର ସେବା କରୁଥିଲେ। ସେ ପ୍ରଭୁଙ୍କୁ ଛାଡ଼ି କୁଆଡ଼େ ଯାଉନଥିଲେ, କାରଣ ପ୍ରଭୁଙ୍କ ସେବାରେ ଯେମିତି କୌଣସି ବାଧା ନ ଉପଜେ। ଦିନେ ବୃନ୍ଦାବନରୁ ତାଙ୍କ ପାଖକୁ ଭାଗବତ କଥା କରିବା ପାଇଁ ନିମନ୍ତ୍ରଣ ଆସିଲା। ପ୍ରଥମତଃ ସେ ମନା କରିଦେଲେ, କିନ୍ତୁ ଲୋକମାନଙ୍କ ଅନୁରୋଧ ରକ୍ଷା କରି ସେ ଯିବା ପାଇଁ ପ୍ରସ୍ତୁତ ହେଲେ। ସେ ଭାବିଲେ ଯେ ଭଗବାନଙ୍କ ସେବା ଶେଷ କରି ସେ ପ୍ରତିଦିନ କଥା ସାରି ଫେରି ଆସିବେ, ଯାହାଫଳରେ ସେବା ନିୟମରେ କୌଣସି ତ୍ରୁଟି ରହିବ ନାହିଁ। ଯିବା ସମୟରେ ସେ ନିଜ ପୁତ୍ରକୁ ବୁଝାଇ ଦେଲେ, ମୁଁ ଭୋଗ ପ୍ରସ୍ତୁତ କରିଦେଇଛି, ତୁ ଠାକୁରଜୀଙ୍କୁ ଠିକ ସମୟରେ ଭୋଗ ଲଗେଇଦେବୁ। ଏହା କହି ସେ ଚାଲିଗଲେ। ପୁତ୍ର ରଘୁନନ୍ଦନ ଭୋଜନ ଥାଳିଟିକୁ ଠାକୁରଜୀଙ୍କ ସାମ୍ନାରେ ରଖିଲା ଏବଂ ସରଳ ମନରେ ଅନୁରୋଧ କଲା, ଠାକୁରଜୀ ଆସନ୍ତୁ, ଭୋଗ ଖାଆନ୍ତୁ। ବାରମ୍ବାର ଅନୁରୋଧ କଲା ସତ୍ତ୍ୱେ ଭୋଜନ ସେମିତି ରହିଥାଏ। ଏହା ଦେଖି ସେ ଉଦାସ ହେଇଗଲା ଏବଂ କାନ୍ଦି କାନ୍ଦି ଡାକିଲା। ଭକ୍ତର କାତର ପ୍ରାର୍ଥନା ଶୁଣି ଠାକୁରଜୀ ଜଣେ ବାଳକ ରୂପ ଧାରଣ କଲେ ଏବଂ ଭୋଜନ କରିବାକୁ ବସିଗଲେ। ରଘୁନନ୍ଦନ ମଧ୍ୟ ବହୁତ ଖୁସି ହେଇଗଲା। ରାତିରେ କୁମ୍ଭନ ଦାସ ଫେରିବା ପରେ ପଚାରିଲେ ଏବଂ ଖାଇବା ପାଇଁ ପ୍ରସାଦ ମାଗିଲେ। ପୁଅ କହିଲା, ଠାକୁରଜୀ ସବୁଯାକ ଭୋଜନ ଖାଇଦେଲେ। ଏବେ ଏହା ପ୍ରତିଦିନର ନିୟମ ହେଇଗଲା। କୁମ୍ଭନ ଦାସକୁ ଏବେ ସନ୍ଦେହ ହେଲା ଯେ ତାଙ୍କ ପୁଅ ମିଛ କହୁଛି। ସେଦିନ ସେ ଲଡୁ ପ୍ରସ୍ତୁତ କରି ଥାଳିରେ ସଜେଇ ଦେଲେ ଏବଂ ଲୁଚି କରି ଦେଖିଲେ ଯେ ପୁଅ କଣ କରୁଛି। ରଘୁନନ୍ଦନ ପ୍ରତିଦିନ ଭଳି ଠାକୁରଜୀଙ୍କୁ ଡାକିଲା। ଠାକୁରଜୀ ବାଳକ ରୂପରେ ପ୍ରକଟ ହୋଇ ଲଡୁ ଖାଇବାକୁ ଲାଗିଲେ। ଏହା ଦେଖି କୁମ୍ଭନ ଦାସ ଦୌଡ଼ି ଆସିଲେ ଏବଂ ପ୍ରଭୁଙ୍କ ଚରଣରେ ପଡ଼ି ପ୍ରାର୍ଥନା କରିବାକୁ ଲାଗିଲେ। ସେହି ସମୟରେ ଠାକୁରଜୀଙ୍କ ଗୋଟାଏ ହାତରେ ଲଡୁ ଥିଲା ଏବଂ ଅନ୍ୟ ହାତରେ ଆଉ ଗୋଟାଏ ଲଡୁଟିକୁ ପାଟିକୁ ଯିବାର ହିଁ ଥିଲା। ସେତିକି ବେଳେ ସେ ସେଇ ରୂପରେ ସ୍ଥିର ବା ଜଡ଼ ହେଇଗଲେ। ସେଇଦିନ ଠାରୁ ତାଙ୍କୁ ଏଇ ରୂପରେ ପୂଜା କରାଗଲା ଏବଂ ସେ ଲଡୁ ଗୋପାଳ ନାମରେ ପରିଚିତ ହେଲେ। କୃଷ୍ଣାୟ ବାସୁଦେବାୟ ହରେ ପରମାତ୍ମନେ ପ୍ରଣତଃ କ୍ଲେଶନାଶାୟ ଗୋବିନ୍ଦାୟ ନମୋ ନମଃ। ଜୟ ଶ୍ରୀକୃଷ୍ଣ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।